ଆଜି ଶୁଣିବା ଉପନ୍ୟାସ ଜଳଦର୍ପଣ। ଉପନ୍ୟାସିକ ପ୍ରକାଶ କୁମାର ପରିଡ଼ା। ଭାଗ 2। ତୃତୀୟ ପରିଚ୍ଛେଦ। ସେଇଠୁ କ'ଣ ହେଲା? ବୋଧେ ସେଇଠୁ ସେ ଦୁହେଁ ପରସ୍ପର ପ୍ରେମରେ ପଡ଼ିଛନ୍ତି। ଘୋରତର ଆଶଙ୍କା, ପ୍ରଚଣ୍ଡ ସନ୍ଦେହ ଓ ପର୍ଯ୍ୟାପ୍ତ ଈର୍ଷା ମନରେ ରଖି ଅନ୍ୟ କଥା ନ ହସାରେ ପଚାରିଦେଲା। ଅନନ୍ୟା ମୁରୁକି ହସି କହିଲା, ତୁ ଆଗ ଶୁଣୁ, ଘଟଣାଟା କେତେବେଳେ କେମିତି ଘଟିଲା? ଖାଲି ଛୁଇଁଦେଲେ ମାନେ କ'ଣ ଛୁଇଁଦେଲେ? ଅନ୍ତରଙ୍ଗ ସଖୀ ନୁହେଁ, ସମବୟସୀ ଓ ଗାଁର ପ୍ରେମିକକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିବା ଅର୍ବାଚୀନାକୁ ଈର୍ଷା ଦଗ୍ଧ କରିବାକୁ ଜାଣି ଜାଣି ଅନନ୍ୟା ଅନ୍ୟ ଆଗରେ ପ୍ରେମିକ ସହିତ ନିଜର ପ୍ରଥମ ସସର୍ଗକୁ ବନେଇ ଚୁନେଇ ବିଳମ୍ବିତ କରାଇ କହୁଥାଏ, କାଲି ଏଇଭଳି ଦୁହେଁ ଗାଧୋଇ ଆସିଥିଲେ। ସେତେବେଳେ ପ୍ରମୋଦ ପୋଷାକ ପତ୍ର ପିନ୍ଧି କୁଆଡ଼େ ଯାଉଥିଲା। ହାତରେ ଥିଲା ବ୍ରିଫ୍ କେସ୍। ତାକୁ ଦେଖି ଅନ୍ୟ ଟିକେ ପ୍ରଗଳ୍ଭା ହେଇ କହିଥିଲା, ବାବୁ କୁଆଡ଼େ ଗ୍ରସ୍ତରେ ବାହାରିଲେ କି? ପଚାରି ଦେଇ ଦେଖିଲା ଅନନ୍ୟା ଚାହିଁଛି ପ୍ରମୋଦକୁ, ଯେମିତି ଆଖିରେ ହିଁ ଆଲିଙ୍ଗନ କରି ପକାଉଛି ତାକୁ। ଅନ୍ୟର ପ୍ରଶ୍ନର ଉତ୍ତର ଦେବ କି ନ ଦେବ ଦ୍ୱନ୍ଦ୍ୱରେ ଟିକେ ଥମି ଯାଇଥିଲା ପ୍ରମୋଦ। ପରମୁହୂର୍ତ୍ତରେ ନିଜକୁ ସମ୍ଭାଳି ନେଇ ପରିହାସରେ କହିଥିଲା, ଦୁଇ ସଖୀ କ'ଣ ବେଣ୍ଟ ପୋଖରୀ ବାହାରିଲ? ସେ ଦ୍ୱିଧା ଓ ଅପ୍ରାସଙ୍ଗିକ ପରିହାସରୁ ଅନନ୍ୟା ଅନୁଭବ କରିଥିଲା ପ୍ରମୋଦ ଚିତ୍ତରେ ସେ ନିରଙ୍କୁଶ ହେଇ ରହିନାହିଁ। ହୁଏତ ଅନ୍ୟ ସେଠି ଆସନ ପାତିବାକୁ ବ୍ୟଗ୍ରା। ଅନ୍ୟ ଏଇ ବର୍ଷ ଡିଗ୍ରୀ ଶ୍ରେଣୀରେ ନାମ ଲେଖାଇଥାଏ। ବୟସ 18, ଗୋରୀ, ସାମାନ୍ୟ ସ୍ଥୂଳ, ଏଣୁ ଗେଡ଼ି ଜଣାଯାଏ। ମୁହଁର ଗଢ଼ଣ ଗୋଲ, କେମିତି ବୋକି ବୋକି ଭାବ। ତଳ ଓଠଟା ଟିକେ ମୋଟା ସୁନ୍ଦରୀ ବୋଲି ତା ମନରେ ଗର୍ବ, ଏଣୁ ଗାଁ ପିଲାଙ୍କୁ ଆଦୌ ପସନ୍ଦ କରିପାରେ ନାହିଁ। ଏମିତିକି ସହଜ ଭାବରେ କି ଥଟ୍ଟା ଟିକେ କରିଦେବାକୁ ସେ ବରଦାସ୍ତ କରିପାରେ ନାହିଁ। ଯେମିତି କେଉଁ ରଜା ପୁଅ ପକ୍ଷୀରାଜ ଚଢ଼ି ତା ପାଇଁ ଆସିବ ବୋଲି ସେ ମନେ ମନେ ଧରି ନେଇଥାଏ। ଗୋଟିଏ ରାଜବଧୂ ହେବାର ଲୋଭରେ ନିଜକୁ କ୍ରମେ ରାଜବଧୂ ବିବାହ କରିନଥିବାରୁ ରାଜକନ୍ୟା ଭାବରେ କଳ୍ପନା କରି ସେ ଉଲ୍ଲସିତ ହୁଏ, ମନରେ ଅହଙ୍କାର ଆଣେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କମ୍ପାଉଣ୍ଡର କାମ କରୁଥିବା ତେଳିଆ ମୁହଁ ଓ ତତ୍ତ୍ୱଧିକ ଟଙ୍କା ଦୁଇଟା ପାଇଁ ବାନ୍ଧେଇ ଲୋକଙ୍କ ପାଖରେ ନିଉଛାଳି ହେଉଥିବାରୁ ବେହା ମୁହଁର ତା ବାପାକୁ ବି ସେ ଘୃଣା କରେ। ତାର ମନ ହୁଏ କେଉଁ ରାଜ ରାଣୀର ଛୁଆକୁ ତା ବାପା ବଦଳ କରି ଆଣିଛି ମେଡ଼ିକାଲରୁ। ତାହା ନହେଲେ ଡେଙ୍ଗା ସରସର ସେ ଲୋକଟା ଠାରୁ କେମିତି ଜନ୍ମ ହେଲା? ବାପାକୁ ଦେଖିଲେ ସେ ଶତ୍ରୁକୁ ଦେଖିଲା ପରି ଭାବ ହୁଏ। ଘୃଣା ଓ ଅବଜ୍ଞାରେ ମୁହଁ ଲୁଚାଇ ଦିଏ। ତା ବାପା ଅଗଣୀ ସାମନ୍ତ ଦାଣ୍ଡଟାରେ ବଡ଼ ପାଟି କରି କହେ, ମୋ ଝୁଅଟା ଝୁଅ ଖଣ୍ଡେ ନୁହେଁ ତ, ହୀରା ମୁଣ୍ଡାଟା। ସିଏ ତ ମୋ ଆଗକୁ ସୁଦ୍ଧା ଲାଜରେ ବାହାରେ ନାହିଁ। ଘରକୁ କୁଣିଆ ମୈତ୍ର ଆସିଲେ ଅନ୍ୟା ସେମାନଙ୍କୁ କୁଣ୍ଠିତରେ ନମସ୍କାର ପକାଇ ଦେଇ କୁଆଡ଼େ ଯେ ଯାଏ ତାର ଆଉ ଦେଖା ମିଳେ ନାହିଁ। କିନ୍ତୁ ଅନନ୍ୟା କଥା ଅଲଗା। ବୟସରେ 2 ବର୍ଷ ବଡ଼ ହେଲେ ବି ସେ ଆଦର କରି ଜାଣେ, ଅଭିଭାବିକା ହୁଏ, ସାଙ୍ଗ ହୁଏ। ତା ଛଡ଼ା ଅନନ୍ୟା ସୁନ୍ଦରୀ। କେହି କେହି ତ ଅଳ୍ପ କରି ସେ ଅଳ୍ପ ମାଂସଳ ଝିଅଟିକୁ ତାଠୁ ସୁନ୍ଦରୀ ବୋଲି କହନ୍ତି। ଏଣୁ ଅନନ୍ୟାର ଗୋଡ଼ାଣିଆ ହେଇଥାଏ। ତାକୁ ଭଲ ପାଏ ବୋଲି ଦେଖାଇବାକୁ ହୁଏ, ଜଣାଇବାକୁ ତା ସାଙ୍ଗରେ ମିଶେ ସତ, କେବେ କିନ୍ତୁ ସେ ସାମାନ୍ୟ ସୁରାକ ବି ପାଇନଥିଲା ଯେ ଅନନ୍ୟା କାହା ପ୍ରେମରେ ପଡ଼ିପାରେ, ପୁଣି ନିଜ ଗାଁରେ। କାଲି ସେ ଯେମିତି ଚାହିଁଲା ପ୍ରମୋଦ ଭାଇକୁ, ସେମିତି କିଏ ମନ୍ତ୍ରରେ ବଶ କରିଛି? ସେମିତି କ'ଣ ହେବା କଥା? ପ୍ରେମ ଛଡ଼ା ଆଉ ଏମିତି ଭାବ ତ ଅନ୍ୟ କାହାରି ସମ୍ଭବ ନୁହେଁ। ଅଥଚ ତାହା ପୁଣି ପ୍ରମୋଦ ଭାଇ ପ୍ରତି। ଅନ୍ୟା ଅସହିଷ୍ଣୁ ହୋଇ ଭାବିଲା, ନା, ଏମିତି ହେବାକୁ ମୁଁ ଦେବିନି। ପ୍ରମୋଦ ଭାଇ ମୋର, କେବଳ ମୋର। ତାର ପ୍ରେମ କରିବାକୁ ମନ ହେଉଛି, ଯାଉନି ଆଉ କାହା ପାଖକୁ। ମୋ ଜିନିଷକୁ ଲୋଭ କରୁଛି କାହିଁକି? ଅନ୍ୟା ମନେ ମନେ କହିଲା। କିନ୍ତୁ କାଲିଠୁ ଲଗେଇ ଲଗେଇ ଦ୍ୱିପହରେ ପଦେ, ସଞ୍ଜ ବେଳ ଶଙ୍ଖ ମୁହଁ ବନ୍ଧରେ ବି ପାଦ, ରାତିରେ ଲଣ୍ଠନ ଲିପିଗଲା ବେଳେ ମଶା ମାରୁ ମାରୁ ଇଆଡ଼ୁ ସାଡ଼ୁ କଥା ସାଙ୍ଗରେ ପଦା କହିଥିଲା। ସକାଳୁ ତ ପିଛା ଧରିଛି ଯେ ପଦଟିଏ ବାହାରିବାକୁ ନାହିଁ। ଟୋକି ଫୁଲେଇ ହେଉଛି। ଅନ୍ୟା ରୀତିମତ ଅଧୀରା ହୋଇପଡ଼ିଥିଲା। ଗୋଡ଼କୁ କଚାଡ଼ି ସେ କହିଲା, କାହିଁକି ସେମିତି ଜଳେଇ ପୋଡ଼ରୁ ମାରୁଛ ମ? କହୁନ ସେଠୁ କ'ଣ ହେଲା? ଅନନ୍ୟା ଦେଖିଲା ଔଷଧ ଠିକ୍ କାଟୁ କରୁଛି। ଅନ୍ୟାର ଈର୍ଷା ହେଉଛି, କିନ୍ତୁ ତାହା ଜାଣି ତାର ମନ ଦୁଃଖ ହେଲା। ତାହେଲେ ସନ୍ଦେହ ଖାଲି ସନ୍ଦେହ ନୁହେଁ, ସତ। ସତ? ହେଇଥିବ ସତ। ହେ ଭଗବାନ, ଏକଥା ସତ ନ ହେଉ। ପ୍ରମୋଦ ଭାଇ, ଅନ୍ୟକୁ ତୁମେ ଭଲ ପାଅ? ତମେ ଏତେ ନିଷ୍ଠୁର? ଭାବୁ ଭାବୁ ସେ ନିଜ ଭିତରେ କଠୋର ହୋଇପଡ଼ିଲା।
जो सत कथाटा से प्राञ्जଳରେ ସାଙ୍ଗଟି ଆଗରେ ଯୁବତୀ ଆଗରେ ଆପଣାର ଗୌରବଧନର ଗୋପନ ପଡ଼ପଣରେ କହିଦେଇଥାନ୍ତା, ତା ସେ ଆଉ ପାରିଲା ନାହିଁ। ନିଜର ଅଧିକାରରୁ ତାକୁ କେହି ବଞ୍ଚନା କରି ବଞ୍ଚିତ କରୁଥିବାର ଅସହାୟ ଅନୁଭବରେ ସେ ସାଙ୍କୁଡ଼ି ଗଲା। ତାକୁ ହଠାତ୍ ଶୋଷ ଲାଗିଲା। ଛାତିରେ କୋଉଠି କଫ ଜମିଗଲା ପରି ଲାଗିଲା କି ତଣ୍ଟିଟା ଶୁଖି ଆସିଲା। ସେ ସେଇଠୁ ନିଷ୍ପତ୍ତି ନେଲା ମିଛ କହିବ, ବଢ଼େଇ କରି କହିବ, ଯାହା ଘଟି ନାହିଁ ତା କହିବ। ଯାହା ଘଟୁ ବୋଲି ସେ ଭାବିଥିଲା, ଅଥଚ ଏ ଯାଏ ଘଟି ନାହିଁ, ଘଟିବ ନାହିଁ ବୋଲି ମନରେ ଅବଶୋଷ ଅଛି, ତାହା ସୁଦ୍ଧା ଘଟିସାରିଛି ବୋଲି ସେ କହିବ। ଅନନ୍ୟା କିନ୍ତୁ ମିଛ କହେ ନାହିଁ ଜମା। ଘରେ ଖାଇବା ଜିନିଷରେ ହେଉ କି ପିନ୍ଧିବା ଜିନିଷରେ, ସ୍କୁଲରେ ପାଠରେ ହେଉ କି ଖେଳରେ, କଲେଜରେ କମନ ରୁମ୍ରେ କି ଲାଇବ୍ରେରୀରେ, ସାଙ୍ଗ ସହିତ ଭଲରେ କି ମନ୍ଦରେ, କୌଣସି ଲଜ୍ଜାରେ କି ସଙ୍କୋଚରେ ବି ସେ ମିଛ କହେ ନାହିଁ। ତା ସଂସାରରେ ମିଛ କହିବା ଆଦୌ ନାହିଁ। ତେଣୁ ଅନନ୍ୟା ସତରେ ଅନ୍ୟ କାହା ପରି ନୁହେଁ। ଈଷତ୍କୋରୀ, ଦୀର୍ଘାଙ୍ଗୀ, ଲମ୍ବକେଶୀ, ହାସ୍ୟମୁଖୀ ଅନନ୍ୟା ପୁଣି ଉଦାର, ପରଦୁଃଖ କାତର, ସ୍ନେହୀ, ସ୍ନେହକାଙ୍ଗାଳିନୀ। ଅନନ୍ୟାକୁ ତେଣୁ ଭଲ ନ ପାଏ ସେମିତି ସେ ଗାଁରେ କେହି ନଥିଲେ, ନାହାନ୍ତି। ଅନନ୍ୟା କିନ୍ତୁ ଯୁବତୀଟିଏର ଭଲ ପାଇବା ଅର୍ଥରେ କାହାକୁ ଭଲ ପାଇ ନଥିଲା। ଲୋକେ ବି ତାକୁ ଭଲ ଝିଅ କହିଥାନ୍ତି। ସେ ଭଲ ଝିଅ ଭାବରେ ଅନ୍ୟ ଯୁବତୀଙ୍କର ଈର୍ଷାର ପାତ୍ରଟି ମଧ୍ୟ ଥିଲା। ଅସହିଷ୍ଣୁମାନଙ୍କ ତାଲିକାରେ ଥଣ୍ଡା ଓ କୁଣ୍ଠିତା ବିଶେଷଣରେ ବି ସମ୍ବୋଧିତ ହେଉଥିଲା। ପ୍ରମୋଦ ସହିତ ଘଟିଥିବା ସେ ଘଟଣାକୁ ସେ ସତ୍ୟବାଦିନୀ ଭାବେ ଗୋପନ ରଖିବା କଥା ନୁହେଁ। ଏଣୁ ଅନ୍ୟାକୁ କହିଦେବାକୁ ଯାଉଥିଲା। ଅନ୍ୟା ପ୍ରତି ଈର୍ଷାରୁ ତାହାକୁ ସେ ବିଳମ୍ବିତ ପୁଣି ଏବେ ମିଥ୍ୟା ମଣ୍ଡିତ କରିବାକୁ ନିଷ୍ପତ୍ତି ନେଇଥିଲା। ବିଚିତ୍ର ଏ ପରିସ୍ଥିତି। ବିଚିତ୍ର ବି ଅନ୍ୟାର ପରିସ୍ଥିତି। ଭଲ ଝିଅର ଗୋପନ କଥା ଆବିଷ୍କାର କରିବା ଉପରେ ତାକୁ ନେଇ ଆହୁରି ମିଥ୍ୟାରଞ୍ଜିତ କରି ପ୍ରଚାର କରି ମନ୍ଦ ଝିଅମାନଙ୍କ ଗାତ୍ରଦାହ ଶାନ୍ତ କରିବା ଉଦ୍ଦେଶ୍ୟରେ ଅନ୍ୟା ଅନନ୍ୟା ସହିତ କାଲିଠୁ ତା ଗୋପନ କାହାଣୀ ଶୁଣିବାକୁ ଲଗେଇଥିଲା। ମାତ୍ର ଅନନ୍ୟାର ପ୍ରେମିକ ଯେ ପ୍ରମୋଦ ହୋଇପାରେ, ପ୍ରମୋଦ ହିଁ ତାହା ଜଣାଯାଉଛି ଏବେ। ଜାଣି ଗଭୀର ପୀଡ଼ା ଓ ଅନ୍ତର୍ଦାହରେ ସେ ଆଉ ଅଧିକ ଶୁଣିବାକୁ ବି ଚାହୁଁନଥିଲା। ଅନ୍ୟା ଏକା ସମୟରେ ଅନନ୍ୟାର ପ୍ରଣୟ କାହାଣୀ ଜାଣିବାକୁ ବ୍ୟାକୁଳିତା, ପ୍ରମୋଦ ସହ ତାର ସମ୍ପର୍କ ପ୍ରମାଣ ହେବାକୁ ଯାଉଥିବାର ତାହା ଶୁଣିବାକୁ କୁଣ୍ଠିତା। ଥରେ ଶୁଣିବାକୁ ଆଗ୍ରହ କରିଥିବାରୁ ଏବେ ତାହାକୁ ଏଡ଼ାଇ ନ ପାରିବାର ବାଧ୍ୟତା ଏବଂ ପ୍ରମୋଦ ସହ ସତରେ କ'ଣ ଘଟିଛି ଜାଣିବାର ଈପ୍ସିତ ପ୍ରବଞ୍ଚିତ କୌତୂହଳରେ ବ୍ୟଥିତ ହୋଇପଡ଼ିଥିଲା। ସେ କହିଲା, ତୁ ନ କହ, ମୋର ଶୁଣିବାକୁ ବି ଆଗ୍ରହ ନାହିଁ। ସେତେବେଳକୁ ସେ ଦୁହେଁ ଶଙ୍ଖମୁହ ତୁଠରେ ପହଞ୍ଚି ସାରିଥାନ୍ତି। ତୁଠ ପାହାଚରେ ପାଣିକୁ ଲାଗି ଶେଷତମ ଶୁଖିଲା ପାହାଚରେ ବାଁ ହାତରୁ ପାଲଟେଇବାର ପୋଷାକ ରଖୁ ରଖୁ ଅନନ୍ୟା ଦେଖିଲା ଆଖପାଖରେ ଆଉ କେହି ନାହାନ୍ତି। ଛୋଟ ପିଲା ବି କେହି କାହିଁକି ନା କେଜାଣି ନାହାନ୍ତି। ସକାଳ 8ଟା ବେଳେ ଶଙ୍ଖମୁହ ବନ୍ଧକୁ ଆଜି ପରି ଏତେ ନିର୍ଜନ କେବେ ଦେଖିନଥିଲା ଅନନ୍ୟା। ତାର ସେ ନୀରବତା ଓ ନିର୍ଜନତାକୁ ଭୟ ଦେଲା। ନିର୍ବାତ ଭାବେ ବିରାଜୁଥିବା ସେ ନୀରବତାକୁ ଭାଙ୍ଗି ସେ କେମିତି ସ୍ପଷ୍ଟ ଭାବରେ ଜଣକ ସାମ୍ନାରେ ସତ୍ୟପାଠ କଲାପରି ବୟାନ କରିବ ତା ପ୍ରେମ କାହାଣୀ। ପ୍ରେମ କାହାଣୀ ତ ନୁହେଁ, ଶାରୀରିକ ଭାବେ ମୃଦୁ ମନ୍ଥିତ ହୋଇଥିବାର ଅନ୍ତରଙ୍ଗ ଗୋପନୀୟ ପୁଣି ଆବେଗ ଓ ମଧୁର ପୀଡ଼ାରେ ମୂର୍ଚ୍ଛିତ ସେ ଅନୁଭବ। ପୁଣି ଅନ୍ୟାକୁ ଜବତ କରିବା ପାଇଁ ତହିଁରେ ମିଶାଇବ ମିଛ। ପ୍ରମୋଦ ସହ ସେଦିନର ସେ ଅକଳ୍ପିତ ଓ ଅପ୍ରତ୍ୟାଶିତ ପୁଣି ଅଚାନକ ଘଟିଥିବା ଘଟଣା କ'ଣ କହିହୁଏ କେବେ? ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଯୁବକଟିର ହାତ ଯଦି କେବେ ଅନ୍ୟମାନଙ୍କ ଦୃଷ୍ଟି ବଞ୍ଚେଇ ଉତ୍ସାହରେ ପୁଣି ମୃଦୁ ସଞ୍ଚଳରେ କୌଣସି ଯୁବତୀର ସ୍ତନମଣ୍ଡଳକୁ ପରିକ୍ରମା କରିଯାଏ, ତାର ଅନୁଭବ, ତାର ଚମକ ଓ ପୁଲକ ପୁଣି ଅବଶୋଷ କ'ଣ କେହି ଯୁବତୀ କହିପାରେ ଅବିକଳ ଭାବେ କାର୍ୟ କରେ? ସେ ଅନନ୍ୟ ଓ ଅବିକଳ୍ପ ଅଦ୍ଭୁତପୂର୍ବ ଅନୁଭୂତି ତ ମରଣ ସହିତ ଯାଇ ଚେତନାରୁ ବିଚ୍ଛିନ୍ନ ହେବ। ଜୀବନ କାଳରେ ସେ ଅନୁଭୂତିକୁ ନା ହଜାଇ ହେବ, ନା ବାଣ୍ଟି ହେବ, ନା କାହାରି ସାଥିରେ। ଭାଷାରେ କହିବାକୁ ବସିଲେ ହିଁ ସେ ଅନୁଭୂତି ବିକଳାଙ୍ଗ ହୋଇଯିବ। ଏଣୁ ଅନନ୍ୟା ନିଷ୍ପତ୍ତି ନେଲା ଯେ ସେ କହିବ ନାହିଁ, କେବେ ବି କହିବ ନାହିଁ। କହିବ ନାହିଁ ଯେ ଗଲା କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗା ଭସା ଦିନ ଭୋର ହୋଇନଥାଏ। ଆମେ ସମସ୍ତେ ଆସିନଥିଲେ ଏଠିକି ବୁଡ଼ ପକେଇ ଡଙ୍ଗା ଭସେଇବାକୁ? ସେଦିନ ଯେଉଁ ଶୀତ ମନେ ନାହିଁ? ଆମେ ତ ଏକାଠି ସବୁ ପାଣିରେ ପଶିଥିଲେ। ନୂଆ ବୋଉ ଘରିକା ପଛରେ ରହିଗଲେ। ଅଣ୍ଟାଏ ପାଣି ହେବ ନ ହେବ ସେଇଠି ଡଙ୍ଗା ଛାଡ଼ି ଦେଇ ହୁଳି ହୁଳି ପକେଇ ବୁଡ଼ଟେ ପକାଇ ଉଠିଗଲେ।
ସେପଟେ ପୁରୁଷ ପିଲା ଡଙ୍ଗା ଭସାଉଥାନ୍ତି। ଶଙ୍ଖମୁହ ମଝିଆ ମଝି ଯାଏ ସେତେବେଳକୁ 100 ଖଣ୍ଡ ଡଙ୍ଗା ମହବତୀ ନହେଲେ ବତି ଆଲୁଅ ଧରି ଭାସି ଯାଇ ସାରିଥାନ୍ତି। ଆଲୁଅ ବି ଢେର ହୋଇଥାଏ। ସେ ଜାଗାଟା ଭିଡ଼ ହେଇଥାଏ। ଛୁଆପିଲା ସବୁ ଶୀତ ହେତୁ ବୁଡ଼ାବୁଡ଼ି କରୁନଥାନ୍ତି। ପାଟିତୁଣ୍ଡ ହେଉଥାଏ। ବଡ଼ମାନେ ସମସ୍ତେ ତରତର, କିଏ କାହା ଆଡ଼େ ଚାହିଁବାକୁ ନାହିଁ। ଆମେ ସବୁ ବେକେ ପାଣି ଯାଇ ମିଶିଗଲେନି। ସେଇଠୁ କିଏ ଆରମ୍ଭ କଲା କଲାଟି, ଆକା ମା ବଇ ପାନଗୁଆ ଥୋଇ, ପାନଗୁଆ ତୋର ମାସକ ଧର୍ମ ମୋର। ତା ସାଙ୍ଗରେ ଆମେ ସମସ୍ତେ ପାଳି ଧଡ଼ି ବଡ଼ ପାଟିରେ ବାରମ୍ବାର ଗାଲି। ସେତିକି ବେଳେ ବେକେ ପାଣିରେ ମୋ ଛାତିରୁ ଶାଢ଼ୀ ଖସି ଯାଇଥାଏ। ମୁଁ ସେତିକି ଗୁରୁତ୍ୱ ଦେଇନଥାଏ। ହଠାତ୍ ମୋ ବାଁ ଛାତି ଉପରେ ଥାପି ହୋଇଗଲା ଗୋଟାଏ ଟାଣ ହାତ, ଭାରି ନରମରେ ଓ ଧୀରେ ଉଲ୍ର ପିଣ୍ଡୁଳାକୁ ଚାପିଦେଲା ପରି ଚାପିଦେଲା। ଏ ଘଟଣା ଏତେ ଶୀଘ୍ର ପୁଣି ଏତେ ନିଖୁଣ ଭାବେ ଘଟିଗଲା ଯେ ମୋ ହାତ ଛୁଆଁର ଚମକ ଓ ବିହଳତା ଏକାଠି। ଏକା ବେଳକେ ଏମିତି ଅନୁଭବ କଲି ଯେ ମୋର ପ୍ରତିକ୍ରିୟା ଆତଙ୍କ ହେବ ନା ଉଲ୍ଲାସ, ମୁଁ ବିରକ୍ତ ହେବି ନା ପୁଲକିତ। ବୁଝିବା ପୂର୍ବରୁ ସେ ଘଟଣା ସରିଯାଇଥିଲା। ପ୍ରଥମେ ତ ଭାବିଥିଲି ତମରି ଭିତରୁ କିଏ ଦୁଷ୍ଟାମି କରିଛି, କିନ୍ତୁ ତମେ ସମସ୍ତେ ଗୀତ ଗାଇବାରେ ଲାଗିଥାଅ। ମୁଁ ଏଣେତେଣେ ଚାହିଁଲି, ନିଶ୍ଚୟ କିଏ ବୁଡ଼ି ବୁଡ଼ି ଆସି ଏ କାଣ୍ଡ କରିଛି। ଅଳ୍ପ ଦୂରରେ ପାଣିରୁ ଉଠିଲେ ପ୍ରମୋଦ ଭାଇ। ଚାହିଁଲେ ମୋ ଆଡ଼େ। ମୋ ବିସ୍ମିତ ଲଜ୍ଜିତ ମୁହଁକୁ ଦେଖି କ'ଣ ଭାବିଲେ କେଜାଣି କାନ ଧରି କହିଲେ, ସରି। ମୋତେ ହସ ଲାଗିଲା। ମୁଁ ବୋଧେ ଟିକେ ହସିଦେଲି। କିନ୍ତୁ ଯେତେବେଳେ ମୁଁ ସଚେତନ ହେଲି ଯେ ମୋ ବାଁ ଛାତିରେ ଯେ ମୃଦୁ ଚାପ ଦେଇଛି ସେ ପ୍ରମୋଦ ଭାଇ, ସେତେବେଳେ ଦ୍ୱିତୀୟ ଥର ପାଇଁ ସେହି ସ୍ପର୍ଶାନୁଭୂତି ମୋଠାରେ ସଞ୍ଚରିଗଲା ଓ ତା'ର ଗଭୀର ଆବେଶରେ ମୁଁ କ'ଣ କରିବି ଭାବି ନ ପାରି ଟୁପ୍ କରି ପାଣି ଭିତରକୁ ବୁଡ଼ିଗଲି। ନା, କାହିଁକି କହିବି ଏ କଥା? ଜମା ନୁହେଁ, କଦାପି ନୁହେଁ। ନା ନା ନା। ଅନନ୍ୟା ପାଟିରୁ ବାହାରିଗଲା, ନା ନା ନା। ଅନ୍ୟା କହିଲା, ହଁ ନ କହ, ଶୀଘ୍ର ଗାଧା, ଚାଲିଯିବା। ଯଦି ଏଇନେ ଆସିଯିବେ ସ୍କୁଲ ପିଲାଏ, ସେଠୁ ନାରଖାର କରିଦେବେ ପାଣିକି। ଅନନ୍ୟା ଶୁଣିଲା। ସେ କିନ୍ତୁ ଆଚ୍ଛନ୍ନ ଅବସ୍ଥାରେ ଥିଲା। କିଛି କହିଲା ନାହିଁ। ପାଣିକୁ ପଶିଗଲା ଲୀଳାୟିତ ଭଙ୍ଗୀରେ ଓ ଆବିଷ୍ଟ ଭାବରେ ଗାଇ ଲାଗିଲା, ଆକା ମା ବଇ ପାନଗୁଆ ଥୋଇ। ଅବଶ୍ୟ ଧୀରେ, ଅତି ଧୀରେ, ମନକୁ କହିଲା ପରି। କ୍ରମେ ତାହା ଶୁଭିଲା ଗୁଣୁଗୁଣୁ ହୋଇ। ବନ୍ଧ ଉପର ଦେଇ ସେତିକିବେଳେ ଅନନ୍ୟାର ବାପା ହାଟକୁ ବାହାରିଥିଲେ। ଦେଖିଲେ ଝିଅର ସେଯାଏ ଗାଧୁଆ ସରିନାହିଁ। ଆଦିକନ୍ଦ ଟିକିଏ ଗମ୍ଭୀର ଓ କଠୋର ପ୍ରକୃତିର। ପିଲାମାନଙ୍କ କୌଣସି ପ୍ରକାର ଚପଳତା କିମ୍ବା ଆଚରଣଗତ ତ୍ରୁଟି ସେ ଦେଖିପାରନ୍ତି ନାହିଁ। ବିଶେଷ କରି ଝିଅ ବୋହୂଙ୍କ ଆଚରଣରେ ତ୍ରୁଟି ଉଣ୍ଡାଳିବାକୁ ସେ ଚେଷ୍ଟା କରନ୍ତି। ଉଷତ ମନରେ ଗାଧୋଉ ଗାଧୋଉ ଗୁଣଗୁଣ ଗୀତ ଗାଉଥିବା ଝିଅ ଆଡ଼େ ଚାହିଁ ସେ କ'ଣ ଭାବିଲେ କେଜାଣି, ଗୋଟାଏ ଦାସୀ ଖଟେଇ ଦେବି କି ଜେମାଙ୍କୁ ଗୋସଲ ପାଇଁ? ବାପାଙ୍କ କଣ୍ଠସ୍ୱର ଓ ଆକ୍ଷେପର ତୀବ୍ରତା ଅନନ୍ୟାକୁ ହଠାତ୍ ଜଡ଼ କରିଦେଲା। ଦୌଡ଼ା ଦୌଡ଼ି ହେଇ ଗାଧୋଇବାକୁ ଆସୁଥିବା ସ୍କୁଲ ପିଲାଙ୍କ ବିପୁଳ ଉତ୍ସାହ ଓ ବ୍ୟସ୍ତତାର ସ୍ୱର ନିକଟେଇ ଆସୁଥିଲା। ଅନ୍ୟା କହିଲା, ଦାଦା, ଆମ ଗାଧୁଆ ସରିଲାଣି, ଆମେ ଯାଉଛୁ। ଆପଣ ଯାଆନ୍ତୁ। ଚତୁର୍ଥ ପରିଚ୍ଛେଦ। ଅଣ୍ଟାରେ ଖଣ୍ଡେ ଲେଖାଏଁ ଗାମୁଛା ଭିଡ଼ା ହୋଇଥିଲା। ଅଣ୍ଟା ତଳକୁ କାହାର ଛିଣ୍ଡା ନ ହେଲା ପୁରୁଣା ପ୍ୟାଣ୍ଟ ଥିଲା। କାହାର ଗାମୁଛା କନା ବକଟେ ଥିଲା, ଆଉ କାହାର ଦିଗ ହିଁ ହେଇଥିଲା ପରିଧେୟ। ସମସ୍ତଙ୍କ ବୟସ 6-7ରୁ 11-12 ବର୍ଷ ଭିତରେ। ପ୍ରଥମରୁ ସପ୍ତମ ଯାଏଁ ଶ୍ରେଣୀରେ ଗାଁ ସ୍କୁଲ ଛାତ୍ରଛାତ୍ରୀ ସେମାନେ। 8ଟା ବେଳୁ ଗାଧୋଇବାକୁ ଆସି ସେମାନେ ଢେର ସମୟ ଯାଏ ପାଣିରେ ବୁଡ଼ନ୍ତି, ମସ୍ତ ହୁଅନ୍ତି। କିଏ ବନ୍ଧ ଉପରକୁ ସଞ୍ଚିତ ମାରି ନହେଲେ ଦୌଡ଼ି ଦୌଡ଼ି ଆସି ଲମ୍ବ ଡିଆଁ ମାରି ଭୁସ୍ କରି ପାଣିରେ ପଡ଼ନ୍ତି। ଅନ୍ୟମାନେ ନିଜ ଭିତରେ ତାକୁ ଅତିକ୍ରମ କରିବାର ପ୍ରେରଣା ପାଆନ୍ତି। ପାଣିରୁ ଉଠି ସେମାନେ ବି ନିଜ ନିଜର କୃତିତ୍ୱ ଦେଖାଇବା ପାଇଁ ସୁନଚିତ ମାଙ୍କଡ଼ଚିତ ନହେଲେ ଲମ୍ବ ଡିଆଁ ମାରିବାରେ ଲାଗିଯାଆନ୍ତି। ସାନ ପିଲାମାନେ ତୁଠରୁ ହାତେ ମାତ୍ର ଛଡ଼ାରେ ଆଣ୍ଠିଏ ପାଣିରେ ଚବାର ଚବାର ହୁଅନ୍ତି, ପାଣି ଫିଙ୍ଗା ଫିଙ୍ଗି ହୁଅନ୍ତି। ଏ ବ୍ୟାପାର ଶୀତ ଋତୁରେ କେଇଦିନ ଶୀତ ଯୋଗୁଁ, ପୁଣି ଖରାଦିନେ କେଇଦିନ ସକାଳୁଆ ସ୍କୁଲ ଯୋଗୁଁ ସେହି ସମୟରେ ନ ହେଇ ଦ୍ୱିପହରେ ହୁଏ। ଆଜି ପହଞ୍ଚୁ ପହଞ୍ଚୁ ପିଲାଏ ହଠାତ୍ ପାଣିକୁ ଡେଇଁ ନ ପଡ଼ି ବନ୍ଧ ଉପରେ ଠିଆ ହେଲେ। ଛୋଟ ପିଲାଙ୍କୁ ସତର୍କ କରିଦେଲେ ପାଣିକୁ ନ ପଶିବା ପାଇଁ। ବନ୍ଧ ଉପର ଆଖପାଖରୁ ଗୋଟେଇଲେ ଖପରାକାତି। ମିଟୁ, ଟୁଟୁ, ଲାଟୁ, ସିଟୁ ଓ କାବୁ ଧାଡ଼ି କରି ଠିଆ ହେଲେ। ଜଜ୍ ହେଲା ସାବୁ। ଅନ୍ୟ ପିଲାଏ ମେଞ୍ଚା ମେଞ୍ଚା ହେଇ ରୁଣ୍ଡ ହେଲେ। ଜଜ୍ ଡାକିଲେ, ନମ୍ବର 1 ମିଟୁ। ମିଟୁ ଧାଡ଼ିରୁ ବାହାରି ଆଗେଇଲା। ଖପରାକାତି ଖଣ୍ଡକ ବାଗେଇ ଧରିଲା। ଡାହାଣ ପଟକୁ ଟିକେ ଝୁଙ୍କି ଯାଇ ଖପରାକାତିଟିକୁ ପାଣି ଉପରେ ପହଁରେଇଲା ପରି ମାରିଦେଲା। ହାତରୁ ଛାଡ଼ିଲା ବେଳକୁ ସେ ଏତେ ଜୋର ପ୍ରୟୋଗ କରିଦେଇଥିଲା ଯେ ଖପରାକାତିଟି ଠାଏ ପାଣିରେ ପଡ଼ି ଉପରକୁ ଉଠିଯାଇ ବେଶ୍ ଦୂରରେ ପଡ଼ି ଥରେ ଦିଥର ବେଙ୍ଗ ଡେଇଁବା ପରି ଡେଇଁ ବୁଡ଼ିଗଲା।
ପିଲାଏ ମିଟୁର ଅକୃତ କାର୍ଯ୍ୟକାରିତାରେ ଖୁସି ହେଲେ। ଜଜ୍ ଡାକିଲେ, ଟୁଟୁ ନମ୍ବର 2। ଟୁଟୁ ସେତେବେଳକୁ ନିର୍ଦ୍ଦିଷ୍ଟ ଜାଗାରେ ଠିଆ ହୋଇସାରିଥାଏ। ସେ ଅଧିକ ପରିଶ୍ରମ ନ କରି ସାମାନ୍ୟରେ ଆହୁଲେଇ ଦେଇଥାଏ ଖପରା କାତିଟିକୁ। ଜଜ୍ଙ୍କ ସହିତ ପିଲାଏ ଗଣିଲେ 1 2 3 4 5 6 7 8 9 10 11। ଗଣୁ ଗଣୁ ପିଲାଏ ତାଳି ମାରିଲେ। ଟୁଟୁ ବି ଗଣୁଥିଲା, ଖୁସି ହେଲା। ଆଉ ଥରେ ମାରନ୍ତା କି ଭାବିଲା ମନେ ମନେ। ଜଜ୍ ଡାକିଲେ, ନମ୍ବର 3 ରେଡ଼ି? ସିଟୁ ହସୁ ହସୁ ପକେଟରୁ ଖପରା କାତି କେଇ ଖଣ୍ଡ କାଢ଼ି ତା ଭିତରୁ ହାଲୁକା ଓ ବଡ଼ ଖଣ୍ଡକ ଧରିଲା। ମା ଜାଗୁଳେଇ କହି ଖୁବ୍ ଜୋରରେ ଖପରା କାତିକୁ ଛାଡ଼ିଦେଲା। ଖପରା କାତି ପାଣି ଭିତରକୁ ବର୍ଚ୍ଛା ଭୁସିଆଲା ପରି ପଶିଗଲା। ପିଲାଏ ତାକୁ ଛିଗୁଲେଇ କହିଲେ, ମା ଜଗୁଳେଇ ପାଣିରେ ବୁଡ଼ିଗଲେ। ସିଟୁ ଖତେଇ ହେଇ କହିଲା, ରୁହ, ଆରଥରକୁ ରୁହ, ଯଦି ନ ଟପେଇଛି ସମସ୍ତଙ୍କୁ। ଲାଟୁ ଓ କାବୁ ପରେ ପରେ ଉଦ୍ୟମ କଲେ, ମାତ୍ର କେହି ଟୁଟୁକୁ ଟପି ପାରିଲେ ନାହିଁ। ଜଜ୍ ଓ ପିଲାମାନଙ୍କର ରାୟରେ ଟୁଟୁ ହେଲା ବେଙ୍ଗଟିଆରେ ଫାଷ୍ଟ। ଟୁଟୁ ମନରେ ଆନନ୍ଦ ଉଲ୍ଲାସ ଭରିଗଲା। ସେ ନିଜକୁ ଅନ୍ୟମାନଙ୍କ ଠାରୁ ଶ୍ରେଷ୍ଠ ମନେକଲା। ତାର ଇଚ୍ଛା ହେଲା ସେ ଆଉ ଥରେ ଖପରା କାତି ମାରନ୍ତା। ମାତ୍ର ଏଥର କାଳେ ଆଗଥର ଠାରୁ ଉଣା ହୋଇଯିବ, ତେଣୁ ସେ ନିଜର ଇଚ୍ଛାକୁ ଦମନ କରି ରଖିଲା। ମିଟୁ ମନରେ ତ ଦୁଃଖ ହେଇଥାଏ, ସିଟୁ ମନରେ ଆହୁରି। ତେଣୁ ପ୍ରାୟ ଏକା ସମୟରେ ମିଟୁ ଓ ସିଟୁ ପ୍ରସ୍ତାବ ଦେଲେ ଟେକା ମାରି କିଏ ଶଙ୍ଖ ମୁହଁ ଟପେଇ ଦେବ। କିନ୍ତୁ ସେମାନଙ୍କର ସେହି ପ୍ରସ୍ତାବକୁ କେହି ଗୁରୁତ୍ୱ ଦେଲେ ନାହିଁ। ବରଂ ମା ଜାଗୁଳେଇ ପାଣିରେ ବୁଡ଼ କହି ଖପ୍ ଖାପ୍ ପାଣିକୁ ଡେଇଁଲେ। ସିଟୁକୁ ତାହା ବଡ଼ ଅପମାନକର ମନେ ହେଲା। ସେ ଜାଣିପାରିଲେ ପିଲାଏ ତାକୁ ପରିହାସ କରୁଛନ୍ତି। ସେ ସାନ୍ତ୍ୱନା ପାଇବ ବୋଲି ମିଟୁକୁ ଚାହିଁ କହିଲା, ଯେ ଠାକୁରାଣୀଙ୍କ ନାଁରେ ଖରାପ କଥା କହିବ ସିଏ ତାର ଦଣ୍ଡ ପାଇବ। ଆମର କ'ଣ ଅଛି, ନୁହଁ? ମିଟୁ ବି କମ୍ ଅପମାନିତ ହୋଇନଥିଲା। ସେ କହିଲା, ତୁ କହିଲୁ ଏ ଖେଳ କିଏ ଆଗ ଆରମ୍ଭ କରିଥିଲା? ଆଗେ ମୁଁ ସବୁଠୁ ଫାଷ୍ଟ ହୋଇନଥିଲି? ଥରେ ମୁଁ 21 ଥର ବେଙ୍ଗଡିଆରେ ନଥିଲି? ଆଜି ସିନା ମୋ ଖପରା କାତି ବହୁତ ଉଞ୍ଚ ଡେଇଁ ପଡ଼ିଲା ବୋଲି, ନହେଲେ ମୁଁ ଫାଷ୍ଟ ହେଇଥାନ୍ତି। ସିଟୁ ମିଟୁର ସବୁ କଥା ଅନୁମୋଦନ କରୁନଥିଲା, ମାତ୍ର କୌଣସି କଥାକୁ ଅନୁମୋଦନ କରୁନାହିଁ ବୋଲି ସୂଚାନାହିଁ ମଧ୍ୟ। କି ଏକ ବାଧ୍ୟତା ଓ ସମର୍ପିତା ତାକୁ ତାହା କରେଇଦେଲା ନାହିଁ। ଉଭୟ ହୋଇଥିଲେ ଅପମାନିତ। ତେଣୁ ଉଭୟ ଯେଉଁ ମାନସିକ ପୀଡ଼ା ପାଇଥିଲେ, ତହିଁରେ କେହି କାହାରି ବିରୋଧ ହୋଇ ସଦ୍ୟ ଅର୍ଜିତ ସହବୋଧ ହରାଇବାକୁ ଚାହୁଁନଥିଲେ। ଉଭୟ ଗୋଠଖଣ୍ଡିଆ ହେବାକୁ ମଧ୍ୟ ପସନ୍ଦ କରୁନଥିଲେ। ତେଣୁ ଦୁହେଁ ଆଡ଼ ଆଡ଼ ହୋଇ ପାଣି ଭିତରକୁ ପଶିଲେ। ପିଲାମାନଙ୍କ ସହିତ ସୁର ମିଶାଇ ଦୌଡ଼ିଲେ, ମା ଜଗୁଳାଇ ପାଣିରେ ବୁଡ଼, ମା ଜଗୁଳାଇ ପାଣିରେ ବୁଡ଼। କିଛି ସମୟ ପୂର୍ବରୁ ଏହି ପହଳିଟି ଯେ କାହାରି ପ୍ରତି ଆକ୍ଷେପ ଥିଲା, ସେ କଥା କେହି ମନେ କରୁନଥିଲେ। ପହଳିଟି ବାରମ୍ବାର ଆବୃତ୍ତି କରି ପିଲାଏ ସିଙ୍ଗି ବୁଡ଼ା ଦେଉଥିଲେ। ବୁଡ଼ୁ ବୁଡ଼ୁ ଲାଟୁ ପାଦରେ କ'ଣଟାଏ ବାଜିଲା। ହେଇ, ମୋ ଗୋଡ଼ରେ ଗୋଟାଏ କ'ଣ ବାଜିଲା ବେ? ରୁହ ଦେଖିବା ସେଟା କ'ଣ। କହି ସିଟୁକୁ ଲାଟୁ କହିଲା, ବୁଡ଼, ଠିକ୍ ମୋରି ସିଧା। ସିଟୁ ସମସ୍ତଙ୍କ ଭିତରେ ବୁଡ଼ ମାରିବାରେ ଓସ୍ତାଦ। ସେ ପ୍ରାୟ ଅଧ ମିନିଟିଏ ଯାଏ ପାଣିରେ ବୁଡ଼ି ରହିପାରେ। ସେ କାର୍ଯ୍ୟରେ ତାର ଆଧିପତ୍ୟ ଅକ୍ଷୁଣ୍ଣ ରହିଛି। ତାର ବିଶେଷତ୍ୱକୁ ଯେ ସ୍ୱୀକୃତି ମିଳିଲା, ତହିଁରେ ସେ ଆନନ୍ଦିତ ହେଲା, ଗର୍ବିତ ବି। ପାଣି ଉପରକୁ ଟିକିଏ ଉହୁଙ୍କି ପଡ଼ି ସେ ମୁଣ୍ଡ ତଳକୁ କରି ଡୁବଟାଇ ଦେଲା। ଗୋଡ଼ ବୁଲି ଆସିଲା ପାଣି ଉପରେ। ଦି ପାଦରେ ଆହୁଲା କରି ଗୁଡ଼ାଏ ପାଣି ଛାଟି ହେଇଗଲା ଓ ପରେ ପରେ ତାର ବୁଡ଼ିବା ଜାଗାରେ କେଟା ବୁଡ଼ବୁଡ଼ି ବାହାରିଲା। ପିଲାଏ ଉଦ୍ବେଗର ସହିତ ଅପେକ୍ଷା କରିଥାନ୍ତି। ସେମାନଙ୍କର ତ କଥାବାର୍ତ୍ତା ବନ୍ଦ ହୋଇଯାଇଥାଏ। କୌତୂହଳ ଓ ଆଶଙ୍କା ମିଶାମିଶି ହୋଇ ପିଲାମାନଙ୍କ ମୁହଁରେ ଗୋଟାଏ ନିଥର ଭାବ ଆଙ୍କି ହେଇଯାଇଥାଏ। ପୁଣି ଗୁଡ଼ାଏ ପାଣି ହାବୁଟେଇ ଉଠି ଆସିଲା ସିଟୁ। ତା ହାତରେ ଥିଲା ପ୍ରତିମାଟିଏ। ସେ ଧଇଁସଇଁ ହେଉଥାଏ। ହାତେ ଉଚ୍ଚର ପିତ୍ତଳ ପ୍ରତିମା, ଓଜନ ବି ଭାରି ହେଇଥାଏ। ପିଲାଏ ଧରାଧରି କରି ପ୍ରତିମାଟିକୁ ଆଣି କୂଳରେ ଥୋଇଲେ। ସଭିଏଁ ଦେଖିଲେ ପ୍ରତିମାଟି କୃଷ୍ଣ ପ୍ରତିମା। ହାତରେ ବଂଶୀ ଧରିଛନ୍ତି ତ୍ରିଭଙ୍ଗୀ ଠାଣି। ମୁହଁରେ କାଦୁଅ ଲାଗିଛି। ପିତ୍ତଳରେ ହିଁ ମୟୂରଚନ୍ଦ୍ରିକା ତିଆରି ହୋଇଥିଲା ବୋଧେ, କ'ଣ ଟିକେ ଭଙ୍ଗା ଦିଶୁଛି ମୁଣ୍ଡ ଉପରେ। ପିଲାଙ୍କ ଭିତରେ କାହିଁକି କେଜାଣି ଆଶଙ୍କା ଓ ଅମଙ୍ଗଳ ଚିନ୍ତା ସବୁ ପଶି ଆସୁଥାଏ। କ'ଣ କରିବା? ପୁଣି ସେଇଠି ପକାଇଦେବା ଚାଲ। କିଏ ତା ଭିତରୁ କହିଲା? ସିଟୁ କହିଲା, କ'ଣ କହିଲ? ଠାକୁରଙ୍କୁ ପାଇକି କିଏ ପୁଣି ହରେଇ ଦିଏ? ମୁଁ ଆକୁ ନେଇଯିବି ଆମ ଘରେ, ପୂଜା କରିବି। ଗୋଟେ ଅଦ୍ଭୁତ ପ୍ରାପ୍ତି ଓ ଆଗକୁ ଆହୁରି ମୂଲ୍ୟବାନ ଉପଲବ୍ଧିର ପ୍ରତିଶ୍ରୁତି ସେଇ ପ୍ରତିମାରୁ ସେ ପାଉଥାଏ। ତାକୁ ମନେ ହେଉଥାଏ ଏଥର ସପ୍ତମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ସେ ନିଶ୍ଚୟ ଭଲ ଗ୍ରେଡ୍ ପାଇବ। ନହେଲେ ତାକୁ କାହିଁକି ଠାକୁର ପ୍ରତିମା ମିଳନ୍ତେ? ମିଟୁ କହିଲା, ନାଇଁ ରେ, ଚାଲ, ଭାଗତ ଘରେ ନହେଲେ ମଠରେ ଦେଇଦେବା। ସେଠି ତ କେତେ ଠାକୁର ହେଉଛନ୍ତି, ଇଏ ବି ତ ତାଙ୍କ ସାଙ୍ଗରେ ପୂଜା ହେଇଯିବେ। ଭଲ ହେବ, ନୁହଁ? ପିଲାଏ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିଲେ ନାହିଁ। ସେ ଭିତରେ କିଏ ଜଣେ ବଡ଼ ବନ୍ଧ କଡ଼ରୁ
କନିଅର ଫୁଲ ତୋଳି ଠାକୁରଙ୍କ ବଂଶୀଧାରୀ ରୂପକୁ ଏକା ବେଳେକେ ଫୁଲମଣ୍ଡିତ କରିଦେଇଥାଏ। ପାଦ ପାଖରେ କେଇଟା ଦୁଦୁରା ଆଉ ଅରଖ ଫୁଲ ବି ସଜେଇ ଦେଇଥାଏ। ପ୍ରତିମା ଦିଶୁଥାଏ ଖୁଦୁରୁକୁଣୀ ପ୍ରତିମାର ବିସର୍ଜନ ପୂର୍ବ ରୂପ ପରି ଥୁଆ ବି ଯାଇଥାଏ ଠିକ୍ ସେଇଠି ଯେଉଁଠି ଗାଁ କୁମାରୀଏ ପ୍ରତିବର୍ଷ ବାଳୁଙ୍ଗା କରି ଖୁଦୁରୁକୁଣୀ ଓଷା ପାଳନ୍ତି। ସପ୍ତାହକୁ ପାଳିଏ କରି 5 ପାଳି। କାହା ଆଖିକି ସେ ଦୃଶ୍ୟଟି ଦିଶିଗଲା ଖୁଦୁରୁକୁଣୀ ଓଷାର ବିସର୍ଜନ ପରେ। ସେ ହଠାତ୍ ସେ ଗମ୍ଭୀର ଆଶଙ୍କିତ ଚିନ୍ତିତ ଓ କିଂକର୍ତ୍ତବ୍ୟ ବିମୂଢ଼ ପରିବେଶକୁ ଚହଲା ଦେଇ ଗାଇ ଉଠିଲା। ହାଉଁ ଭାଲୁକୁଣି ହାଉଁ, ଆମ ଭାଲୁକୁଣି ଖାଏ ଖିରି ଖିରି ସାମ୍, ତୁମ ଭାଲୁକୁଣି ଯାଉ। ଆମ ଭାଲୁକୁଣି ମୁଣ୍ଡରେ ଚିତା, ତୁମ ଭାଲୁକୁଣି ବିଶି ପିତା। ସବୁ ପିଲା ସେଇ ଜମାଟ ବନ୍ଧା ଅସ୍ୱସ୍ତିରୁ ମୁକ୍ତି ଚାହୁଁଥିଲେ। ଏ ଗୀତପଦଟି ସେମାନଙ୍କୁ ସବୁ ଦୁଶ୍ଚିନ୍ତାରୁ ତ୍ରାହି କରିଦେଲା। ସେମାନେ ବି ତାଳ ମିଳେଇ ଦେଲେ ସେ ପ୍ରଥମ ପିଲାଟି ସହିତ। ସିଏ ସାବୁ, ଯିଏ ବେଙ୍ଗନିଆରେ ଜଜ୍ ହୋଇଥିଲା। ମିଟୁ, ଯିଏ ଯେକୌଣସି କଥାକୁ ଗମ୍ଭୀରତାର ସହିତ ଗ୍ରହଣ କରେ ଓ ସେଥିପାଇଁ କାରଣ ଖୋଜେ ଓ ଯିଏ ପ୍ରାଧାନ୍ୟ କ୍ଷୁଣ୍ଣ ଦେବା ମୋଟେ ବରଦାସ୍ତ କରେ ନାହିଁ। ସେ କାହିଁକି କେଜାଣି ଏ ଖୁଦୁରୁକୁଣୀକୁ ରସି ପାରୁନଥିଲା କି ଏକଚାରେ ସେ ଥାଏ ଅନ୍ୟମନସ୍କ। ସେ ହିଁ କହିଲା, ଆଚ୍ଛା ଏ ମୂର୍ତ୍ତ କେଉଁଠୁ ଆଇଲା? ଆମେ ତ ସବୁଦିନେ ଗାଧୋଉଛେ, କେତେ ଲୋକ ଜାଲ ପକାଇ ନହେଲେ ପୋହଳ ମାଡ଼ି କୁଣ୍ଡାଳିକି ତ ମାଛ ଧରୁଛନ୍ତି, ଇଏ ତେବେ ଆଇଲ କେଉଁଠୁ? ନିଶ୍ଚୟ କିଏ କାଲି ରାତିରେ ଏଠି ପକେଇଛି, ନୁହଁ? ପିଲାଏ କହିଲେ, ହଁ ସେଇଆ ବୋଧେ। ମିଟୁ ପୁଣି କହିଲା, କୃଷ୍ଣଙ୍କ ପାଖରେ ତ ରାଧା ବି ରହିବା କଥା, ତାହେଲେ ସେଇଠି ଖୋଜିଲେ ରାଧା ବି ମିଳିବେ। ହଁ ତ, ପିଲାଏ କହିଲେ। ମିଟୁ ମୁଣ୍ଡରୁ ଏତେ ବୁଦ୍ଧିଆ କଥା ବାହାରୁଥିବାରୁ ସେମାନେ ଆଶ୍ଚର୍ଯ୍ୟ ହେଇଯାଉଥିଲେ। ମିଟୁ କହିଲା, ତାହେଲେ ଏଇ ନିଶ୍ଚୟ କେଉଁ ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣା ହୋଇଥିବ। ରୁହ ରୁହ, ବାପା କାଲି ଖବରକାଗଜ ପଢ଼ୁଥିଲେ କେଉଁଠି ଆମର ଏ ପାଖାପାଖି କେଉଁ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଛି, କହିଲା କାବୁ। ହଁ, ରାଧାକୃଷ୍ଣ ମୂର୍ତ୍ତି କଥା ବି ବାପା କହୁଥିଲେ। ଚାଲ ରାଧା ମୂର୍ତ୍ତି ଖୋଜିବା, ସିଟୁ କହିଲା ଓ ଗାମୁଛାଟିଏ ଜୋରରେ ଭିଡ଼ି ଦେଲା ଅଣ୍ଟାରେ। ପିଲାଏ ପୁଣି ଅନୁମାନ କରି କୃଷ୍ଣମୂର୍ତ୍ତି ମିଳିଥିବା ସ୍ଥାନଟି ଠାବ କଲେ ଓ ଗୋଡ଼ ବଢ଼େଇ ଆଖପାଖରେ କେଉଁଠି କଠିନ ପଦାର୍ଥ କିଛି ଛୁଇଁ ପାରିବାର ଚେଷ୍ଟା କଲେ। ଏ ଭିତରେ ସାନ ସାନ ପିଲାଏ ଦୌଡ଼ି ଦୌଡ଼ି ଯାଇ ନିଜ ନିଜ ଘରେ ଆଶ୍ଚର୍ଯ୍ୟ ଘଟଣା ଦେଖିଥିବାର ଓ ଦେଖି ଘୋଷଣା କରୁଥିବାର ଗୌରବକୁ ବନେଇ ଚୁନେଇ ବାପା ମା ନ ନେଲେ ଦେଇ ଆଈଙ୍କୁ କହିସାରିଥାନ୍ତି। କଥାଟା ଗାଁ ସାରା ପ୍ରଘଟ ହୋଇଯାଇଥାଏ। ଲୋକମାନେ ଜଣେ ଅଧେ ପୁଣି 3-4 ଜଣ ଦଳ ହେଇ ଆସୁଥାନ୍ତି ଶଙ୍ଖମୁହଁ ଆଡ଼କୁ। ସେମାନଙ୍କ ଭିତରେ ବି ଉତ୍ତେଜନା ବାରି ହେଇ ପଡ଼ୁଥାଏ। କିଛି ବିଶ୍ୱାସ, କିଛି ଅବିଶ୍ୱାସ, କିଛି ଅବଶୋଷ ଓ କିଛି ଗୁପ୍ତ ଯୋଜନାର ଚାପରେ ତଥା ଅପେକ୍ଷାକୃତ ଦ୍ରୁତ ଗତିରେ ଆସୁଥିବାର ସେମାନଙ୍କ ଛାତିରେ ସ୍ପନ୍ଦନ ଦ୍ରୁତତର ଓ ନିଶ୍ୱାସ ଖରତର ହୋଇଯାଇଥାଏ। ମୁଁ କହୁନଥିଲି ଏ କାଣ୍ଡରେ ଆମରି ଏଇଠିକା ଲୋକ ଅଛନ୍ତି ବିଲି? ବାହାଦୁରୀ ନେବାକୁ କହିଲା ଗୌରାଙ୍ଗ। କାହାକୁ କହୁଥିଲ? କହୁଥିଲ ଆଉ ନା ଥାନାରେ ରିପୋର୍ଟ କଲନି? ବାହାଦୁରୀ ନେବାକୁ ତମେ ଯେଉଁ ଆଗତୁରା ବାହାରି ଆସ ସେ ଗୁଣଟା ଛାଡ଼ନ୍ତା କି? କହିଲା ଯଥେଷ୍ଟ ଉନ୍ନାସିକତା ପ୍ରକାଶ କରି ଦାମବୈଷମ। ଦାମବୈଷମ ହାବୁଡ଼ରେ ପଡ଼ିବା ଅର୍ଥ ଚାହାଳି ଅବଦାନ ହାବୁଡ଼ରେ ପଡ଼ିବା। ସବୁ କଥାକୁ ସେ ଆଣ୍ଟରେ ଠୋ କରି ହାଣିଦେଲା ପରି କାଟିଦେବ। ରେଣ୍ଟେଇକି କାରଣ ପଚାରିବ। ବଡ଼ ଲୋକ ସାନ ପିଲା କାହାରି ଉପରୋଧ ରଖିବ ନାହିଁ। ଗୌରାଙ୍ଗ ଚୁପ୍ ହେଇଗଲା। ଦାମବୈଷମ କିନ୍ତୁ ମନ୍ଦ ଲୋକ ନୁହେଁ। ସେ ଜାଣିଲା ଗୌରାଙ୍ଗକୁ କଥାଟା କାଟିଛି। କହିଲା, ମୁଁ କହୁଥିଲି କ'ଣ କି, ଏଇଖିନା ଖୋଳ ପରବତ ମାର ମୂଷା କଥା କଟିବ। ନାଇଁ ନାଇଁ, ତମ କଥା କିଏ ଶୁଣିବ? ପୁଲିସ ଜାଣିବ, ସେଇଠୁ ପକଡ଼ିବ ତୁମକୁ। ବତା ବତା କାହାର ହାତ ଅଛି ବିଲି ତୁ ଭାବୁଛୁ? ସେଇଠୁ ବନ୍ଧା ହେବ କିଏ? ତମେ କେଉଁ ଆଖିରେ ଦେଖିଛ କାହାକୁ? କ'ଣ ଦରକାର ଆମର? ମିଳିଛି ନା ମିଳିଛି? ପିଲାଏ ଗାଧୋଉ ଗାଧୋଉ ପାଇଚିନି ଆମ ନାଁ କ'ଣରେ ଟିମ ହଗୁରା ଫୁକୁଲୁ। ଆମେ ଆମର ନେଇକି ମଠରେ ଦେଇଦେବା। ପୁଲିସ ଆସି ସେଠୁ ନେଲେ ନଉ, ନହେଲେ ସେଇଟା ମଠର ହଉ। କଥା ମଝିରେ ପହଞ୍ଚି ଯାଇଥିବା କେଇ ଜଣ ପିଲାଙ୍କୁ ମିଶାଇ ବକ୍ତବ୍ୟଟିକୁ ସାର୍ବଜନୀନ କରିଦେଲା ଦାମବୈଷମ, ଯିଏ ବୈଷ୍ଣବ ହେବା ପରେ ସବୁ ଛାଡ଼ି ଦେଇଥିଲା। ଏ ଅଧିକା ସତର୍କତା ଓ ହଲିଳା ପାଣିକି ଗୋଡ଼ ନ ବୁଡ଼ାଇବା ନୀତି ବ୍ୟତୀତ। ଗାଁ ମୁଣ୍ଡରେ ଠିଆ ହୋଇ ଚଣ୍ଡୀ ବୁଢ଼ୀ ବାଟଗଲା ଲୋକଙ୍କୁ କହୁଥାଏ, ହେଇ ମୋ ବୋଲ କରରେ ମଠରେ ଥାପନା କରିଦିଅ। ଜନ୍ମାଷ୍ଟମୀ, ରାଧାଷ୍ଟମୀ, ସାବିତ୍ରୀ କି ଲୋକ କେତେ ଚାଲିବେ କି କୋଷ ବାଟେ? ମୁଁ ପଛକେ। ଲୋକଙ୍କ ତର ନଥାଏ ତା କଥା ଶୁଣିବାକୁ। ଗେଡ଼ି ଗେଦକି ଗୋରି, ନାକରେ ବସିଣୀ, କାନରେ ବଟଫଳ, ହାତରେ ରୂପାଖଡ଼ୁ,
ଝୋଟପରି ଧଳାବାଳ ପିନ୍ଧାରୁ ରହଣିକିଅ ଲହୁଣୀର ବାସନା ବାହାରୁଥିବା ଚଣ୍ଡୀ ବୁଢ଼ୀ କାହାରି କାହାରି ଆଖିକି ଅଭିଶପ୍ତା ଦେବୀଟିଏ ପରି ଦିଶେ। ଶ୍ରାବକ ତ ଭାବିଥାଏ ଚଣ୍ଡୀ ମୁଣ୍ଡିର ମୂର୍ତ୍ତିଟା ପଥରରେ ଖୋଳି ଗାଁ ଠାକୁରାଣୀ ପାଖକୁ ଥୋଇବ। ତା ମଲା ପରେ ଆଉ ଜଣେ ଦେବୀଙ୍କ ନାଁରେ ଚଣ୍ଡୀ ନାଁଟି ବି ବେଶ୍ ଖାପିବ। ବୁଢ଼ୀ ତ ତାର ସବୁ ସମ୍ପତ୍ତି ମଠକୁ ଦାନ କରିଦେଇଥାଏ। ଢିଅଟା ଓ 2ଟି ଗାଈରେ ତାର ସଂସାର ଆଉ ସମ୍ପତ୍ତି। ପିଲା କବିଲା ନାହାନ୍ତି। ବୁଢ଼ା ବି କୋଉକାଳୁ ଗଲେଣି। ଥିଲେ ତାଙ୍କ ବୟସ ହୁଅନ୍ତାଣି 90 କି 95। 55 ବନ୍ୟାରେ ବୁଢ଼ା ଭାସି ଯାଇଛନ୍ତି। ବୁଢ଼ୀ ସେତେବେଳେ ଯବାନ ମାଇପ। ବାପ ଘରେ ଥାଏ। ଖବର ପାଇ ବୁଢ଼ୀ ଆଦୌ ବିଶ୍ୱାସ କଲା ନାହିଁ। ତାକୁ ନ ଜଣାଇ ବୁଢ଼ା ଚାଲିଯିବ କେମିତି? ଗାଁକୁ ଏକଘରିକିଆ ହେଲା ପଛକେ ଶୁଦ୍ଧ ହେଲା ନାହିଁ। ଏବେ ବି ସିନ୍ଦୁର ପିନ୍ଧେ। ଅବଶ୍ୟ ଚୁଡ଼ି କେଇପଟ ଭାଙ୍ଗିଗଲା ପରେ କାଚର ଡକେଇ ସେ ଆଉ ନୂଆ ଚୁଡ଼ି ପିନ୍ଧି ପାରିନି। ମୁଁ ପଛକେ ଏ ଢିଅଟା ବିକ୍ରି କରି ଛୋଟ ମନ୍ଦିରଟେ ଗଢ଼ିଦେବି, ଚଣ୍ଡୀବୁଢ଼ୀ କହୁଥିଲା। ସେ କଥା ଶୁଣିବାକୁ କାହାରି ଧୈର୍ଯ୍ୟ କି ଆଗ୍ରହ ନଥାଏ ସେତେବେଳେ। ସେତେବେଳକୁ ତ ଖବର ହେଇଯାଇଥାଏ ଯେ ରାଧାମୂର୍ତ୍ତି ବି ମିଳିଲା। ଉଭୟ ରାଧାକୃଷ୍ଣ ମିଳିଯିବାରୁ ଲୋକର ସନ୍ଦେହ ସତ ହୋଇଗଲା। ଇଏ ନିଶ୍ଚୟ ପାଟଣାମଠ ବିଜୟ ଠାକୁର। ଅବିକା ପୁଲିସ ଆସିବ, ବାରହୁଜୁତି କରିବ। ଆମର କାଦୁଅରେ ପଶେ କିଏ ନା ଗୋଡ଼ ଧୁଏ କିଏ? ଏ କାମ ସେ କାମ ଆଳରେ ପୁଣି ନିର୍ଲିପ୍ତର ଛଳନାରେ ଲୋକେ ଗାଁକୁ ଫେରିଆସିଲେ। କେହି କେହି ଜାମା ଯୋଡ଼ ହେଇ ହାଟକୁ ବାହାରିଗଲେ ବେଳାବେଳେ। ପିଲାଙ୍କୁ କହିଦେଲେ, ନେଇଯା ମୂର୍ତ୍ତି ଦିଟା ମଠରେ ଥୋଇ ସ୍କୁଲ ପଳା। କେହି କହିବନି କିଏ ପାଇଲା। ଯା ଜଲ୍ଦି ପଳା। ମଠ ମହନ୍ତ ଏ ଖବର ପାଇ ରୀତିମତ ବିହଳ ହୋଇଗଲେ। ରସ ରାଜ ରାଇ କିଶୋରୀ ଆବିର୍ଭାବ ହେଇଛିନି। ଅହୋଭାଗ୍ୟ କହୁ କହୁ ଖୋଳ ଖଣ୍ଡେ ଧରି ଉଦଣ୍ଡ ତାଳରେ ବଜେଇ ସେ ବାହାରି ପଡ଼ିଲେ ରାଧାକୃଷ୍ଣଙ୍କୁ ଶଙ୍ଖୋଳିବା ପାଇଁ। ପଛେ ପଛେ ବାହାରି ପଡ଼ିଲେ ମଠ ଭକତା କେଇଜଣ, ଯେ ସକାଳୁ ସକାଳୁ ବହଳିଆ ଚା ଗିଲାସେ ଲେଖା ପିଇ ମହନ୍ତଙ୍କୁ ଗାଁ ଖବର ଦେବା ସହ ସକାଳ ଗଞ୍ଜେଇ ଧୂପରେ ସାମିଲ ହେବାକୁ ସେଠି ଏକାଠି ହେଇଥିଲେ। ସେମାନେ ଝାଞ୍ଜ କଂସାଳ ଘଣ୍ଟ ଧରି ମହନ୍ତଙ୍କ ସାଙ୍ଗେ ସାଙ୍ଗେ ନଦିଆ କୀର୍ତ୍ତନ କରି ଶଙ୍ଖ ମୁହଁ ଦିଗରେ ଚାଲିଲେ। ଜଣେ କିଏ ପ୍ରସ୍ତାବ କଲା, ଖଟୁଲିଟା ନ ଧରିଲେ ଠାକୁରେ ଆସିବେ କେମିତି? ସାଙ୍ଗେ ସାଙ୍ଗେ ଖଟ ତଳୁ ଖଟୁଲିଟା ଟାଣି ଆଣି ମଠ ମାତା ବୁଢ଼ୀ କହିଲେ, ଆଉ ଏ ଫୁଲୁରୁ ମେଞ୍ଚାଏ ନେଇଯା। ବାଃ, ଠାକୁର କ'ଣ ନଙ୍ଗଳା ହେଇ ଆସିବେ? ମଠରେ ଗୋଟାଏ ଉତ୍ସବର ଧୁମ୍ ଲାଗିଗଲା। ଖଟୁଲି ଉପରେ 2 ପ୍ରତିମାଙ୍କୁ ଠିଆ କରେଇ ଫୁଲରେ ମଣ୍ଡି ଦେଇ ଖଟୁଲି ଉପରେ ବାଉଁଶ କଣି ମେହେରାବି ବୁଲାଇ ପ୍ରତିମା ପଡ଼ି ନ ଯିବେ ବୋଲି ଖଣ୍ଡେ ସୂତାରେ ଦିହିଙ୍କି ବାନ୍ଧି ପଛପଟେ ମେହେରାବି କଣିରେ ଗଣ୍ଠେଇ ଗାଁର ବାଳ ଓ ବୃଦ୍ଧମାନେ ଏକ ତନ୍ମୟ ଶୋଭାଯାତ୍ରାରେ ଶଙ୍ଖ ମୁହଁରୁ ମଠ ଯାଏ ନଦିଆ କୀର୍ତ୍ତନରେ ବାହାରି ପଡ଼ିଲେ। ମହନ୍ତଙ୍କ ଆଖିରୁ ଝରି ପଡ଼ୁଥାଏ ପ୍ରେମାଶ୍ରୁ। ଯେମିତି ବହୁ ଯୁଗର ବାଞ୍ଛିତ ଅତିଥି ଆସିବେ ବୋଲି ଆସୁନଥିଲେ। ଆସି ଘରକୁ ନ ଆସି ଗାଁ ମୁଣ୍ଡରେ ଠିଆ ହୋଇ ପଡ଼ିଥିଲେ। ତାଙ୍କୁ କୃତ୍ୟ ଅପେକ୍ଷାମାଣ ଗୃହସ୍ଥଟି ଶଙ୍ଖୋଳି ଆଣୁଛି ଯୁଗ ଯୁଗର ଅପେକ୍ଷାର ଅନ୍ତ ଘଟାଇ। ମଠ ଓ ମହନ୍ତଙ୍କ କର୍ତ୍ତୃତ୍ୱକୁ ପ୍ରତିମା 2ଟି ଚାଲିଯିବା ପରେ ମିଟୁ ସେଟୁ ପ୍ରମୁଖ ପିଲାଏ ହଠାତ୍ କେମିତି ଏକ ଶୂନ୍ୟତା ଓ ବଞ୍ଚନା ଅନୁଭବ କଲେ। ତା ସହିତ ଆଶ୍ୱସ୍ତ ବି ହେଲେ ଯେ ଦାୟିତ୍ୱଟି ଗଲା। ହଠାତ୍ ସେମାନଙ୍କର ମନେ ପଡ଼ିଲା ଯେ ସ୍କୁଲ ବେଳ ହେଇଗଲାଣି ପରା। କୀର୍ତ୍ତନର ମଧୁର ସ୍ୱର, ବାଦ୍ୟନାଦ, ଭକ୍ତଙ୍କ କୋଳାହଳ, ଦୂର ଛଡ଼ା ହେଇ ଠିଆ ହୋଇ ହୁଳୁହୁଳି ଦଉଥିବା ଭୁଆସୁଣୀଟାଏ, ଅନୁସରଣ କରୁଥିବା ବିଧବା ସଧବା ବୁଢ଼ୀ ସମାବେଶ ଶଙ୍ଖମୁହଁର ବାତାବରଣକୁ ଯେଉଁ ଆଧ୍ୟାତ୍ମିକତାର ପବିତ୍ରତାରେ ଚିରହସ୍ୟମୟୀ ଓ ବିଶ୍ୱପୁରର ଅବୋଧ୍ୟ ରହସ୍ୟର ସୂକ୍ଷ୍ମ ଘାଟଣିକ ପ୍ରକାଶରେ ଉତ୍ଫୁଲ୍ଲ କରିଦେଇଥିଲା, ତାହା ହେଡ଼ମାଷ୍ଟରଙ୍କ ବେତ୍ରହସ୍ତ ଦୁପ୍ତ ଚାଲି ଓ ଚଷମା ତଳୁ ନାଲି ଆଖିର ଶାସନର ଦୃଶ୍ୟଠାରୁ ଅଧିକ ପ୍ରଭାବଶାଳୀ ହେଇପାରି ନଥିଲା ପିଲାଙ୍କ ମନରେ। ତେଣୁ ଶୋଭାଯାତ୍ରାର ବିପରୀତରେ ପିଲାଏ ଦୌଡ଼ିଲେ ଗାଁ ଆଡ଼େ। ସ୍କୁଲକୁ ଡେରି ହୋଇଯାଉଛି। ତେବେ ଏଇଠାରେ ଶେଷ ହେଲା ଔପନ୍ୟାସିକ ପ୍ରକାଶ ପରିଡ଼ାଙ୍କର ଉପନ୍ୟାସ ଜଳଦର୍ପଣର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ପରିଚ୍ଛେଦ ଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।